ତୁଳା ରାଶିର ଷଷ୍ଠ ଭାବ ମୀନ ରାଶିରେ ଅବସ୍ଥାନ କରିଥିବା ବକ୍ରୀ ଶନି ମହାଗ୍ରହ ଚାକିରି ଅନ୍ୱେଷଣରେ ରହିଥିବା ତୁଳା ରାଶି ଜାତ ବ୍ୟକ୍ତିଙ୍କୁ ଚାକିରି ପ୍ରଦାନ କରିବାର ସମ୍ଭାବନା ଦେଖାଯାଉଅଛି। କିନ୍ତୁ ମୀନ ରାଶିରେ ଅବସ୍ଥିତ ସେହି ବକ୍ରୀ ଶନି ତୁଳା ରାଶି ଜାତ ବ୍ୟକ୍ତିଙ୍କୁ ଶାରୀରିକ ଓ ମାନସିକ ଭାବେ ବ୍ୟତିବ୍ୟସ୍ତ କରିବାର ସମ୍ଭାବନା ମଧ୍ୟ ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶନି ମହାଗ୍ରହ ଚଳିତ 2025 ମସିହା ଜୁଲାଇ ମାସ 13 ତାରିଖ ଠାରୁ ନଭେମ୍ବର ମାସ 28 ତାରିଖ ଦୀର୍ଘ 138 ଦିନ ପର୍ଯ୍ୟନ୍ତ ଶନି ମହାଗ୍ରହ ମୀନ ରାଶିରେ ବକ୍ର ଭାବରେ ଗମନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଗୁଡ଼ିକ ବକ୍ରୀ ହେଲେ ଦୁଇ ଗୁଣ ଫଳ ପ୍ରଦାନ କରିଥାନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଶନି ମହାଗ୍ରହଙ୍କୁ ଗ୍ରହ ଜଗତରେ କ୍ରୂର ଓ ପାପୀ ଗ୍ରହ ବୋଲି ଚିତ୍ରଣ କରିଥାଏ। ଶନି ମହାଗ୍ରହ ମୀନ ରାଶିରେ ବକ୍ର ଭାବରେ ଗମନ କରୁଥିବା ସମୟରେ 5 ଗୋଟି ରାଶି ପାଇଁ ପ୍ରତିକୂଳ ବା ଅଶୁଭ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ସେହି କ୍ରମରେ ଆଜି ଜାଣିବା ମୀନ ରାଶିରେ ଶନି ବକ୍ର ଗମନ କରୁଥିବା ସମୟରେ ତୁଳା ରାଶି ପାଇଁ କ'ଣ ସବୁ ଜ୍ୟୋତିଷୀୟ ଫଳ ପ୍ରଦାନ କରିବାର ସମ୍ଭାବନା ରହିଛି। ତୁଳା ରାଶିର ଷଷ୍ଠ ଭାବ ମୀନ ରାଶିରେ ଶନି ବକ୍ରୀ ହେଉଥିବାରୁ ଏହି ସମୟରେ ତୁଳା ରାଶି ଜାତ ବ୍ୟକ୍ତି ଶତ୍ରୁ ଉପରେ ବିଜୟ ଲାଭ କରିବେ। ପୂର୍ବରୁ ଚାଲି ଆସୁଥିବା ଶତ୍ରୁତାର ଅନ୍ତ ହେବ। ବାହାରକୁ ଜଣା ପଡ଼ୁନଥିବା ଶତ୍ରୁ ଆପଣା ଛାଏଁ ଚାଲିଯିବେ, କିନ୍ତୁ ଶତ୍ରୁ ପୁଣି ସୃଷ୍ଟି ହେବେ। ତୁଳା ରାଶିର ଷଷ୍ଠ ଭାବ ମୀନ ରାଶିରେ ଅବସ୍ଥାନ କରିଥିବା ବକ୍ରୀ ଶନି ଚାକିରି ଅନ୍ୱେଷଣରେ ରହିଥିବା ତୁଳା ରାଶି ଜାତ ବ୍ୟକ୍ତିଙ୍କୁ ଚାକିରି ପ୍ରଦାନ କରିବାର ସମ୍ଭାବନା ଦେଖାଯାଉଅଛି। କିନ୍ତୁ ମୀନ ରାଶିରେ ଅବସ୍ଥିତ ସେହି ବକ୍ରୀ ଶନି ତୁଳା ରାଶି ଜାତ ବ୍ୟକ୍ତିଙ୍କୁ ଶାରୀରିକ ଓ ମାନସିକ ଭାବେ ବ୍ୟତିବ୍ୟସ୍ତ କରିବାର ମଧ୍ୟ ସମ୍ଭାବନା ରହିଅଛି। ଏହି ସମୟରେ କର୍ମସ୍ଥଳୀରେ ରହିଥିବା କର୍ମର ଚାପ ଯୋଗୁଁ ଆପଣ ଉଦ୍ବିଗ୍ନ ରହିବେ। ବହୁତ ଉଦ୍ଯୋଗ ବା ଧାଁ ଧପଡ଼ କରିବାକୁ ପଡ଼ିବ, ଯାହାର ପ୍ରଭାବ ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପଡ଼ି ମାନସିକ ଓ ଶାରୀରିକ ରୂପେ ଆପଣଙ୍କୁ ଦୁର୍ବଳ କରିଦେବ। ଏହା ସଙ୍ଗେ ସଙ୍ଗେ ତୁଳା ରାଶିର ଷଷ୍ଠ ଭାବରେ ଅବସ୍ଥିତ ବକ୍ରୀ ଶନି ଆପଣ କରୁଥିବା ବାଣିଜ୍ୟ ବେପାର ଉପରେ ମଧ୍ୟ ଅଶୁଭ ଫଳ ପକାଇବାର ସମ୍ଭାବନା ରହିଛି। ବ୍ୟବସାୟରେ କ୍ଷତିର ସାମନା କରିବାକୁ ପଡ଼ିପାରେ। ବାକି ବା ଉଧାର ନେଇଥିବା ବ୍ୟକ୍ତି ଠିକ୍ ସମୟରେ ପରିଶୋଧ କରିବେ ନାହିଁ। ଯୌଥ ବ୍ୟବସାୟ କରୁଥିଲେ ଭାଗୁଆଳି ବ୍ୟବସାୟୀଙ୍କ ସହିତ ମତଭେଦ ସୃଷ୍ଟି ହେବ। ବ୍ୟବସାୟ ପାଇଁ ଋଣ ନେଇଥିଲେ ଠିକ୍ ସମୟରେ ଋଣ ପଇଠ କରିପାରିବେ ନାହିଁ। ଡିଫଲ୍ଟର ହେବେ। ବ୍ୟାଙ୍କରେ ପତିଆରା ବୁଡ଼ିଯିବ ତଥା ବ୍ୟାଙ୍କ ଏଥିପାଇଁ କେସ୍ ମଧ୍ୟ କରିପାରେ। ଏହି ସମୟରେ ଅନାବଶ୍ୟକ ଋଣ ମଧ୍ୟ କରିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମୀନ ରାଶିରେ ଅବସ୍ଥିତ ବକ୍ରୀ ଶନି ତୁଳା ରାଶି ଜାତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିପାରନ୍ତି। ଡାଇବେଟିକ୍ ରୋଗ ଆରମ୍ଭ ହେବାର ସମ୍ଭାବନା ମନକୁ
ଆଚ୍ଛନ୍ନ କରି ରଖିପାରେ। ଏହି ସମୟରେ ପୁରୁଣା ଡାଇବେଟିକ୍ ରୋଗର ପ୍ରାଦୁର୍ଭାବ ମଧ୍ୟ ବଢ଼ିଯିବାର ସମ୍ଭାବନା ଅଛି। ପେଟରେ ଗ୍ୟାସ୍ ବା ଗ୍ୟାଷ୍ଟ୍ରିକ୍ ରୋଗ ଦେଖାଯିବ। ଆଣ୍ଠୁଗଣ୍ଠି ଜନିତ ବ୍ୟାଧି ବଡ଼ କଲବଲ କରିପାରେ। ଅବସାଦଗ୍ରସ୍ତ ରହି ନିଜକୁ ସବୁବେଳେ ଏକୁଟିଆ ଅନୁଭବ କରିବେ। ସମ୍ପତ୍ତି ବାଡ଼ିକୁ କେନ୍ଦ୍ର କରି ପାରିବାରିକ ବିବାଦ ଉପୁଜିବାର ସମ୍ଭାବନା ଅଛି। ଏହି ସମୟରେ ନିଜକୁ ବିବାଦରୁ ଦୂରେଇ ରଖିବା ଉଚିତ ହେବ। ତୁଳାରାଶିଜାତ ବ୍ୟକ୍ତି ବକ୍ରି ଶନିଜନିତ ଅଶୁଭ ଫଳ ଭୋଗ କରୁଥିଲେ ତୁଳାରାଶିର ଅଧିପତି ଶୁକ୍ର ଓ ଶନି ମହାଗ୍ରହଙ୍କର ପ୍ରତିକାର ଜଣେ ବିଦ୍ୱାନ ବ୍ୟକ୍ତିଙ୍କର ପରାମର୍ଶରେ କରାଇ ନେବା ଠିକ୍ ରହିବ। ତା ସହିତ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ଅଶୁଭତ୍ୱ ଦୂର ହୋଇ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।